आलोक टीवी। କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଡଙ୍ଗାଏଜୁ ଗ୍ରାମ ନିକଟସ୍ଥ ଶିରାପଦେରୀ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡଙ୍ଗାଏଜୁ ଗ୍ରାମର ପ୍ରଦୀପ ପ୍ରଧାନ। ସୂଚନା ଅନୁସାରେ ରାତି ପ୍ରାୟ 8ଟାରୁ 9ଟା ସମୟରେ ପ୍ରଦୀପ ଜଣେ ବ୍ୟକ୍ତିଙ୍କ ସହ ଘରକୁ ଫେରୁଥିବା ବେଳେ ରାସ୍ତା ନିକଟରେ ଏକ ଦନ୍ତାହାତୀ ସମ୍ମୁଖରେ ପଡ଼ିଥିଲେ। ସାଙ୍ଗରେ ଥିବା ବ୍ୟକ୍ତି ଦୌଡ଼ି ନିଜ ଜୀବନ ବଞ୍ଚାଇଥିବା ବେଳେ ପ୍ରଦୀପ ହାତୀ ଆକ୍ରମଣରୁ ବର୍ତ୍ତି ପାରିନଥିଲେ। ଘଟଣା ପରେ ବନ ବିଭାଗ ଓ ଟିକାବାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି। ମୃତକଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ତୁରନ୍ତ ପ୍ରଦାନ ସହ ଅଞ୍ଚଳରେ ହାତୀ ଚଳପ୍ରଚଳ ଉପରେ ନଜର, ନିୟମିତ ପେଟ୍ରୋଲିଂ, ସୌରଚାଳିତ ସାଇରନ୍ ଓ ଲୋକଙ୍କୁ ସଚେତନ କରିବାକୁ ଦାବି ହୋଇଛି। ବାରମ୍ବାର ହାତୀ ଆକ୍ରମଣ ଯୋଗୁଁ ଘୁ ଉଦୟଗିରି, ଟିକାବାଲି ଓ ରାଇକିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ରୋକିବାକୁ ପ୍ରଶାସନ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ଆଲୋକ ଟିଭି।